ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଏହା ତରଫରୁ ଏକ ନୋଟିସ୍ ଜାରି କରାଯାଇଛି। କିଛି ଅପଡେଟ୍ ଏଠି ଦିଆଯାଇଛି। ଏହା ଆପଣମାନଙ୍କ ପାଇଁ ଉପଯୋଗୀ ହେବ। ଯଦି ଆପଣ ଜଣେ ଶ୍ରମିକ ଅଟନ୍ତି ତେବେ ଆପଣ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ ଏହା ବିଷୟରେ କ'ଣ ଡିଟେଲ୍ସ ଏଠି ଦେଇଛି। ମୁଁ ଶେଷ ପର୍ଯ୍ୟନ୍ତ ପଢ଼ିକି ଶୁଣେଇବି, ଆପଣମାନେ ମଧ୍ୟ ଶୁଣନ୍ତୁ, ଡିଟେଲ୍ସରେ ଜାଣିପାରିବେ। ଦେଖନ୍ତୁ ଏଠି ଲେଖା ହେଇଛି 18 ବର୍ଷରୁ 60 ବର୍ଷ ବୟସ୍କ ଅଣସଂଗଠିତ ଶ୍ରମିକ ନିମ୍ନରେ ଦିଆଯାଇଥିବା ଅନଲାଇନ୍ ପୋର୍ଟାଲରେ ପଞ୍ଜୀକୃତ ହୋଇ ଉପଲବ୍ଧ ସହାୟତାର ସୁଯୋଗ ନିଅନ୍ତୁ। ଅନଲାଇନ୍ ପୋର୍ଟାଲ ଏଠି ଦେଇଛି। ଏହି ୱେବସାଇଟ୍କୁ ଆପଣ ଯାଇ ସହାୟତାର ସୁଯୋଗ ନେବା ପାଇଁ ଏଠି କୁହାଯାଇଛି। ଏହି ୱେବସାଇଟ୍ର ଲିଙ୍କ୍ ଆପଣଙ୍କୁ ଡିସ୍କ୍ରିପ୍ସନ୍ ବକ୍ସରେ ମିଳିଯିବ। ଏହି ୱେବସାଇଟ୍କୁ ଆପଣ ଯାଇ ଚେକ୍ କରିନେଇପାରିବେ। ଆପଣ ମଧ୍ୟ ୱେବସାଇଟ୍ଟି ଦେଖିପାରୁଥିବେ। ଆପଣ ଡିସ୍କ୍ରିପ୍ସନ୍କୁ ଯାଆନ୍ତୁ ଓ ଏହାକୁ ଚେକ୍ କରିନିଅନ୍ତୁ। ଦେଖନ୍ତୁ ଏଠି କ'ଣ ଲେଖା ହେଇଛି, ସହାୟତା କ'ଣ ମିଳିବ, ମିଳୁଥିବା ସହାୟତା ଓ ସହାୟତା ରାଶି। ପ୍ରଥମେ ମିଳୁଥିବା ସହାୟତା କ'ଣ ଦେଖନ୍ତୁ, ମୃତ୍ୟୁ ଜନିତ ସହାୟତା, ଏହା ସହିତ ଦୁର୍ଘଟଣା ଜନିତ ଅକ୍ଷମତା ସହାୟତା। ଦୁଇଟି ପ୍ରକାରର ସହାୟତା ଆପଣଙ୍କୁ ମିଳିବ। ଯଦି ଆପଣଙ୍କର ଡେଥ୍ ହୋଇଯାଏ ତେବେ ଆପଣଙ୍କୁ ସହାୟତା ମିଳିବ। ଯଦି ଆପଣଙ୍କର କୌଣସି ପ୍ରକାର ଆକ୍ସିଡେଣ୍ଟ ଦୁର୍ଘଟଣା ହୋଇଯାଏ, ଆପଣ ଅକ୍ଷମ ହୋଇଯାନ୍ତି ତେବେ ମଧ୍ୟ ଆପଣଙ୍କୁ ଏଥିରେ ସହାୟତା ଦିଆଯିବ। କ'ଣ ସବୁ ସହାୟତା ମିଳିବ ଦେଖନ୍ତୁ ଏଠି ଲେଖା ହେଇଛି। ପ୍ରଥମେ ଡେଥ୍ର ଦେଖିବା। ଡେଥ୍ ହେଲେ କ'ଣ ସହାୟତା ମିଳିବ? ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ଏକକାଳୀନ 2 ଲକ୍ଷ ଟଙ୍କା ମିଳିବ। କାର୍ଯ୍ୟସ୍ଥଳୀରେ ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ଏକକାଳୀନ 4 ଲକ୍ଷ ଟଙ୍କା ମିଳିବ। ଯଦି ଆପଣଙ୍କର ସ୍ୱାଭାବିକ ଭାବରେ ଡେଥ୍ଟି ହୁଏ ତେବେ ଆପଣଙ୍କୁ 2 ଲକ୍ଷ ଟଙ୍କା ଦିଆଯିବ। ଯଦି ଆପଣ କାର୍ଯ୍ୟ କରୁଥିବା ସମୟରେ ଆପଣଙ୍କର ମୃତ୍ୟୁ ହୋଇଯାଏ ତେବେ ଆପଣଙ୍କୁ ଏକକାଳୀନ 4 ଲକ୍ଷ ଟଙ୍କା ମିଳିବ। ଆପଣମାନେ ବୁଝିପାରିଲେ। ଏହାପରେ ଦେଖନ୍ତୁ ଦୁର୍ଘଟଣା ଜନିତ ଅକ୍ଷମତାର ସହାୟତା କ'ଣ ରହୁଛି। କାର୍ଯ୍ୟସ୍ଥଳୀରେ ଦୁର୍ଘଟଣା ଜନିତ ଶାରୀରିକ ଅକ୍ଷମତା କ୍ଷେତ୍ରରେ 40,000 ଟଙ୍କାରୁ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବ। 40,000ରୁ ଆରମ୍ଭ କରି 1,50,000 ଟଙ୍କା ପର୍ଯ୍ୟନ୍ତ ଆପଣଙ୍କୁ ଆର୍ଥିକ ସହାୟତା ମିଳିବାର ସମ୍ଭାବନା ରହିଛି। ଏହାପରେ ଦେଖନ୍ତୁ ଏହାର ହେଲ୍ପଲାଇନ୍ ନମ୍ବରଟି ରହିଛି। ଯଦି ଆପଣ ଅଧିକ କିଛି ଜାଣିବାକୁ ଚାହୁଁଛନ୍ତି, ଅଧିକ କିଛି ଇନଫର୍ମେସନ୍ ପାଇବାକୁ ଚାହୁଁଛନ୍ତି ତେବେ ଆପଣ ଏହି ହେଲ୍ପଲାଇନ୍ ନମ୍ବରକୁ କଲ୍ କରି ନେଇପାରିବେ। ଦେଖନ୍ତୁ ଏହି ହେଲ୍ପଲାଇନ୍ ନମ୍ବରଟି କ'ଣ, 180034567003। ଏହି ନମ୍ବରଟି ଆପଣମାନେ ଦେଖିପାରୁଥିବେ। ଏହି ନମ୍ବରକୁ ଆପଣ କଣ୍ଟାକ୍ଟ କରିପାରିବେ। ଏହା ସହିତ ଏହି ଯେଉଁ ୱେବସାଇଟ୍ଟି, ଏହି ୱେବସାଇଟ୍ର ଲିଙ୍କ୍ ଆପଣଙ୍କୁ ମୁଁ ଡିସ୍କ୍ରିପ୍ସନ୍ ବକ୍ସରେ ଦେଇଦେବି। ଏହି ୱେବସାଇଟ୍କୁ ଆପଣ ଭିଜିଟ୍ ମଧ୍ୟ କରିପାରିବେ। ଯଦି ଆପଣ ଜଣେ ଶ୍ରମିକ ତେବେ ଆପଣ ଏହି ୱେବସାଇଟ୍କୁ ଯାଆନ୍ତୁ, ପଞ୍ଜୀକରଣ ହୁଅନ୍ତୁ ଓ ଏହାର ଲାଭ ଉଠାନ୍ତୁ। ଏହା ସହିତ ଏହି ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ ଏହିଭଳି ସବୁ ନୂଆ ଅପଡ଼େଟ୍ ଗୁଡ଼ିକ ଜାଣିବା ପାଇଁ।